ଶିମିଳିପାଳ ଅଭୟାରଣ୍ୟ ଏବେ ଅଫିମ ମାଫିଆଙ୍କ କବ୍ଜାରେ। ଶିମିଳିପାଳ ଅଭୟାରଣ୍ୟରେ ଏକର ଏକର ସ୍ଥାନରେ ଅଫିମ ଚାଷ ହେଉଛି। ଯାଜପୁର ପୁଲିସ ଏବଂ ଅବକାରୀ ବିଭାଗ ବଡ଼ ଧରଣର ରେଡ୍ କରିଥିଲେ। ଯାଜପୁର ପୁଲିସ ଏବଂ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଶିମିଳିପାଳ ଅଭୟାରଣ୍ୟରେ ଭିତରେ ଚାଲିଥିବା ଅଫିମ ଚାଷକୁ ନଷ୍ଟ କଲା ପୋଲିସ ଏବଂ ଅବକାରୀ ବିଭାଗ। କରଞ୍ଜିଆ ପ୍ରଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନେତୃତ୍ୱରେ ଯାଜପୁର ପୁଲିସ, ଅବକାରୀ ବିଭାଗ, ବନ ବିଭାଗ ମିଳିତ ଚଢ଼ାଉ କରିଥିଲେ। ବକୁଆ ଏବଂ କୁକୁରଭୁକା ଗାଁରେ ଚାଷ ହୋଇଥିବା 5,25,000 ଅଫିମ ଗଛ ନଷ୍ଟ କଲା ପୋଲିସ। ନଷ୍ଟ କରାଯାଇଥିବା ଅଫିମ ଗଛର ଆନୁମାନିକ ମୂଲ୍ୟ 10,66,00,000 ହେବ ବୋଲି ପ୍ରେସ୍ ରିଲିଜ୍ କରିଛି ପୋଲିସ। ଏନେଇ ଯାଜପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ଏନେଇ କାହାରିକୁ ଗିରଫ କରାଯାଇ ନାହିଁ। ସେହିପରି ଶିମିଳିପାଳ ଅଭୟାରଣ୍ୟରେ ଥିବା ଜଜଗଡ଼ରେ 11 ଏକର ଚାଷୀ ଜମିରେ ଅଫିମ ଚାଷ ହେଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଖବର ପାଇ ଚଢ଼ାଉ କରିଥିଲା। ଏଥିରେ 3,85,000 ଅଫିମ ଗଛ ଜବତ ହୋଇଛି। ଏହି ଘଟଣାକୁ କେନ୍ଦ୍ର କରି ଯାଜପୁର ଅବକାରୀ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହି ଅଫିମ ଗଛଗୁଡ଼ିକର ଆନୁମାନିକ ମୂଲ୍ୟ 7,70,00,000 ଟଙ୍କା ହେବ ବୋଲି ଜଣାପଡ଼ିଥିବା ବେଳେ ଦୁଇଟି ଜାଗାରେ ଅଫିମ ଚାଷର ମୂଲ୍ୟ 18 କୋଟି ହେବ ବୋଲି ସୂଚନା ମଧ୍ୟ ମିଳିଥିଲା। ରାଇରଙ୍ଗପୁରରୁ ଶ୍ୟାମଳ ଦୋପଣଙ୍କ ରିପୋର୍ଟ, ଦିଗ୍ଦର୍ଶନ ନ୍ୟୁଜ୍।